ଆଜି ମିଟିଂ ବସିଲା। ଆଜି ଆଣ୍ଟି ରେଗିଂ ସେଲ୍ ମିଟିଂ ଥିଲା। ଆକ୍ଚୁଆଲି ଅଭିଯୋଗଟା ୟୁଜିସି ର ଆଣ୍ଟି ରେଗିଂ ସେଲ୍ ସାଇଡରୁ ଆସିଛି। ପିଲା ବୋଧେ ଅଭିଯୋଗ କରୁଛନ୍ତି, ଲେଖା ହେଇଛି +3 ସେକେଣ୍ଡ ଇୟର ପିଲାମାନେ ଅଭିଯୋଗ କରୁଛନ୍ତି ଥାର୍ଡ ଇୟର ପିଲାଙ୍କ ଏଗେନ୍ଷ୍ଟରେ ଯେ ସେମାନେ ତାଙ୍କୁ ସବୁ ମେଣ୍ଟାଲି ଫିଜିକାଲି ଆସଲ୍ଟ କରୁଛନ୍ତି ବୋଲି ଗୋଟେ ଆସିଛି। ଆଉ ସେଥିପାଇଁ ୟୁଜିସି ର ଆଣ୍ଟି ରେଗିଂ ସେଲ୍ ରୁ ଗୋଟେ ଚିଠି ଆମ ପାଖକୁ ଆସିଲା, ଆମ ମେଲ୍ ଆଇଡିରେ ଆସିଲା। ଆଉ ଭାଇସ୍ ଚାନ୍ସେଲର ପାଖକୁ ଗୋଟେ ଚିଠି ଆସିଥିଲା। ସେଥିପାଇଁ ଆମେ ତା ବିଷୟ ନେଇକି ଆଜି ଡିସ୍କସନ୍ ହେଲା, ମିଟିଂ ହେଲା। ଆଉ ଦିଟା ପାର୍ଟି ଅଛି, ଯୋଉଟା ଆକ୍ୟୁଜ୍ଡ ଆଣ୍ଡ ଭିକ୍ଟିମାଇଜ୍। ଆମେ ଦିଟା ଟିମ୍ ସହିତ ଡିସ୍କସନ୍ କରିନୁ, କାଲି ମିଟିଂ ହେଲେ ଡିସ୍କସନ୍ ହବ। ସେମାନେ ଅଭିଯୋଗ କରୁଛନ୍ତି ଯେ ଆମ ସେକେଣ୍ଡ ଇୟର ସବୁ ପିଲାଙ୍କୁ ଥାର୍ଡ ଇୟର ପିଲାମାନେ ବିଭିନ୍ନ ପ୍ରକାର ଆକ୍ଚୁଆଲି ସତ୍ୟତା ଅଛି କି ନାହିଁ ବି ଏବେ ଜାଣିନୁ। ହଷ୍ଟେଲ ଭିତରେ ହେଇଛି ବୋଲି ଅଭିଯୋଗ ହେଇଛି। ଆଉ ସେଇ ଅଭିଯୋଗ ନେଇକି ଆମେ ତଦନ୍ତ ଚଲେଇଛୁ, ତଦନ୍ତ ଚାଲିଛି। ମାନେ ଆମେ ଡାକିବୁ, ସେକେଣ୍ଡ ଇୟର ପିଲାଙ୍କୁ ଡକା ହବ, ଥାର୍ଡ ଇୟର ପିଲାଙ୍କୁ ଡକା ହବ। କାଲି ମିଟିଂ ଅଛି। ଡାକିଲା ପରେ ଡିସିସନ ନିଆହବ, କଣ ଆକ୍ଚୁଆଲି ଫ୍ୟାକ୍ଟ ଦେଖିବୁ, ଘଟଣାର ସତ୍ୟତା ଦେଖିବୁ। ଆମେ ପିଲାଙ୍କୁ ଯାଇକି ଆଶ୍ୱାସନା ଦେଇକି ଆସିଲୁ, ସେକେଣ୍ଡ ଇୟର ପିଲାଙ୍କୁ ଯେ କିଛି ଭୟ କରନ, ଅସୁବିଧା ନାହିଁ। ଇଭେନ୍ ଆମେ 112 କୁ ବି କଲ୍ କରିବା ପିଲାଙ୍କୁ କହିଲୁ। ପୋଲିସ ଥାନାର 112 କୁ ଆଇଆଇସି କି ଟାଉନ ଥାନା ଆଇଆଇସି କୁ ଫୋନ କରି କଣ୍ଟାକ୍ଟ କଲୁ ଏବଂ 112 କଣ୍ଟାକ୍ଟ କରିଥିଲୁ। ସେଦିନ ରାତିରେ ଆସିଥିଲେ, ବୁଲିଲେ, ପିଲାମାନଙ୍କୁ ବି ଆଶ୍ୱାସନା ଦିଆଯାଇଛି, କିଛି ହେଲେ ପୋଲିସକୁ ଜଣେଇବ ବୋଲି କୁହାଯାଇଛି।